ସକାଳୁ ଅସରାଏ ବର୍ଷା ହେଇଗଲା। ଭାବିଥିଲି ଶୀଘ୍ର କାମ ସାରି ସ୍କୁଲ ବାହାରିଯିବି। ହେଲେ ମୋର ସବୁ କାମ ସରୁ ସରୁ ଡେରି ହେଲା। ଶାଶୁ କହିଲେ, ଏତେ ବ୍ୟସ୍ତ ହେଉଛୁ କାହିଁକି? ଇଏ ଉଠାଣି ବର୍ଷା, ଏଇ ଅସରାକ ହେଇ ଛାଡ଼ିଯିବ। କଥାରେ ଅଛି ପରା, ସକାଳ କୁଣିଆ କୁଣିଆ ନୁହେଁ, ସକାଳ ବରଷା ବରଷା ନୁହେଁ। ଶାଶୁ କ'ଣ ଭାବି ଏକଥା କହିଲେ କେଜାଣି? ମରହଟିଆ ଲୋକ, ସିଏ ଜାଣିଥିବେ। ହେଲେ ସେସବୁ ବୁଝିବାକୁ ମୋ ପାଖରେ ବର୍ଷାକୁ ଦେଖିଲେ ମୋତେ ଭାରି ଡର ଲାଗେ। ରାସ୍ତାଘାଟ କାଦୁଅ ହେବ, କୁଆଡ଼େ ଯାଇ ଆସି ହେବନି। ପିଲାବେଳେ ବର୍ଷାରେ ଛତା ଧରି କୁଆଡ଼େ ବାହାରିଲେ ଜେଜେମା ଭାରି ପାଟି କରୁଥିଲା। ଏଇ ସମୟରେ ଶ୍ୱଶୁର ଚିଠି ଖଣ୍ଡେ ଆଣି ମୋ ହାତକୁ ବଢ଼େଇ ଦେଲେ। ମୋ ସାନ ଭଉଣୀ ଦେଇଥିଲା। ତା ଚିଠି ଆସିଲେ ମୋତେ ଭାରି ଡର ଲାଗେ। ସବୁଥର ଚିଠିରେ ସେ ଯେମିତି ହେଲେ ତୁମ କଥା 2 ଧାଡ଼ି ଲେଖିଥିବ। ପଢ଼ିବାକୁ ଭଲ ଲାଗିଲେ ବି ଭାରି କଷ୍ଟ ହୁଏ ମନରେ। ମୋତେ ଲାଗେ ଯେମିତି ସାନ ଭଉଣୀ ଜାଣି ଶୁଣି ଏସବୁ ଲେଖୁଛି। ନହେଲେ କ'ଣ ଦରକାର ତାର ତୁମ କଥା ଲେଖିବା? ଡରି ଡରି ଚିଠିଟାକୁ ଖୋଲିଲି। ସେ ଲେଖିଥିଲା, ନାନୀ, ଅନେକ ଦିନ ହେବ ତୋ ସହ ଦେଖା ହେଇନି, ବଡ଼ ନାନୀ ସହ ମଧ୍ୟ। ନାନୀ ଆଉ ତୁ 2 ଜଣ ମିଶି ଯେମିତି ହେଲେ ମୋ ଦିଅର ବାହାଘରକୁ ଆସିବ। ତୁମକୁ ଡାକିଛି ବୋଲି ବି ସେଥିରେ ସେ ଲେଖିଥିଲା। ମୋ ସନ୍ଦେହ ଠିକ୍ ଥିଲା। ଯାହା ହେଲେ ବି ସେ ତୁମ ବିଷୟରେ ଧାଡ଼ିଏ ନିଶ୍ଚୟ ଲେଖିଥିବ। ମନ ଭିତରେ ଥିବା ଧୈର୍ଯ୍ୟଟା ପୁଣି ଟିକେ ଦୋହଲିଗଲା। କାହିଁକି ବା ଯିବି ମୁଁ? ମୋ ସହିତ ଦେଖା ହେଲେ ତୁମେ ହୁଏତ ନିଜକୁ ସହଜ ମନେ କରିବନି। ବରଂ ତାଠାରୁ ଭଲ ମୋର ସେଠିକୁ ନ ଯିବା। ତୁମେ ଯଦି ସେ ବାହାଘରକୁ ଆସିବ, ତାହେଲେ ସେଇ ଭିଡ଼ ଭିତରେ ନିଶ୍ଚୟ ତୁମ ଆଖି ମୋତେ ଖୋଜିବ। ସେଇଥିରେ ମୋର ଆନନ୍ଦ। ମୁଁ ନିଜେ ବି ବୁଝିପାରୁନଥିଲି ତୁମ ସହ ଦେଖା ହେଇପାରୁନି ବୋଲି ମନ ଭିତରେ ଅସହ୍ୟ ଯନ୍ତ୍ରଣା। ଅଥଚ ଦେଖା ହେବାର ସୁଯୋଗ ଜୁଟିଲେ ବି ଇଚ୍ଛା ହେଉଛି ଦୂରେଇ ରହିବାକୁ। ଇଏ କେମିତିକା ମନ ମୋର। ଏତିକିବେଳେ ଶ୍ୱଶୁର ରେଡ଼ିଓଟା ଖୋଲି ଦେଇ ଚାଲିଗଲେ। ସାନ ଝିଅ ରେଡ଼ିଓଟାକୁ ଟାଣି ଆଣି କାଳେ ପକେଇଦେବ ଭାବି କାନ୍ଥରେ ଥିବା କଣ୍ଟାରେ ଟାଙ୍ଗିଦେଲି। ଏହି ସମୟରେ ପୁରୁଣା ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଥିଲା ରେଡ଼ିଓରେ। ସଙ୍ଗେ ସଙ୍ଗେ ଭାସି ଆସିଲା ଏକ ସୁମଧୁର ଗୀତ। ମୋ ଆଖିର କେତେ କଥା, ମୋ ମନର ନୀରବତା, କହିବାକୁ ଚାହେଁ ଯାହା କହିପାରେ ନା, ନ କହି ମୁଁ ନୀରବରେ ରହିପାରେ ନା। ଗୀତଟା ଶୁଣିଲା ପରେ ମନ ଭିତରେ ଗୋଟେ ଶିହରଣ ଖେଳିଗଲା ତୁମ ପାଇଁ। ବହୁତ ମନେ ପଡ଼ିଲ ତୁମେ। ଅଥଚ ତୁମକୁ ଦେଖା କରିବା ପାଇଁ ଯିବାକୁ ଇଚ୍ଛା ହେଲାନି ମୋର। ବୋଧହୁଏ ତୁମଠାରୁ ଦୂରେଇ ରହି ତୁମକୁ ଅନୁଭବ କରିବାର ଇଚ୍ଛାଟା ମୋତେ ବେଶୀ ରୋମାଞ୍ଚିତ କରୁଥିଲା। ମନେ ପଡ଼ୁଥିଲା ବର୍ଷା ଦିନେ ତୁମର ଆମ ଘରକୁ ଆସିବାର ଦୃଶ୍ୟ। ଥରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବି ବହୁଥିଲା। ତୁମେ ଛତା ଖଣ୍ଡେ ଧରି ଆମ ଘରକୁ ଆସିଥିଲ। ପବନରେ ଛତାଟା ଲେଉଟିଗଲା। ଗୋଟା ସାରା ଭିଜିଗଲ ବର୍ଷାରେ। ତଥାପି ତୁମେ ତୁମ ଘରକୁ ନ ଫେରି ଆମ ଘରକୁ ପଳେଇ ଆସିଲ। ସାନ ଭଉଣୀ ତୁମକୁ ଗାମୁଛାଟେ ଦେଲା ପୋଛିହେବା ପାଇଁ। ମୁଁ କିନ୍ତୁ ତୁମକୁ ଦେଖି ହସୁଥିଲି। ଜେଜେମା ତୁମକୁ ଦେଖି କହିଲା, କିରେ ଟୋକା, ଏତେ ଜୋର ବର୍ଷା ପବନ ହେଉଛି, ତତେ କ'ଣ ଦେଖାଯାଉନି? ଘରେ ନ ବସି ଓଦା ହେଇ ଦୌଡ଼ୁଛୁ। ତୁମେ ମଜାରେ ଜେଜେମାକୁ କହିଲ, ନାଇଁଲୋ ଜେଜେମା, ମୁଁ ବରଷା ସାଙ୍ଗରେ ଡିଆଁ ବାଗୁଡ଼ି ଖେଳୁଥିଲି। ବରଷା ହାରିଗଲା ତ, ସେଇ ରାଗରେ ମୋତେ ଭିଜେଇ ଦେଲା। ଜେଜେମା ତୁମ କାନଟାକୁ ଧରି କହିଲା, ଭାରି ସିଆଣିଆ ହେଇଗଲୁଣି ରେ ଟୋକା। ସତରେ କୁଆଡ଼େ ଗଲା ସେ ଦିନ ଗୁଡ଼ାକ? ମୋର ମନେ ଅଛି, ଦିନେ ଦିନେ ତୁମେ ଆସି ଆମ କୂଅ ମୂଳେ ଗାଧାଅ। ଗାଧେଇ ସାରି ଆମ ଘରେ ପଖାଳ ଖାଇ ସାନ ଭଉଣୀ ଆଉ ଜେଜେମା ସାଙ୍ଗରେ ଲୁଡ଼ୁ ଖେଳ। ମୁଁ ପିଣ୍ଡାରେ ପଡ଼ିଥିବା ଫିତା ଖଟିଆ ଉପରେ ମୁହଁ ମାଡ଼ି ଶୋଇ ରହି ସବୁ ଦେଖେ। ତୁମେ ମଝିରେ ମଝିରେ କୁହ, ଏଇ କହିଲୁ ଦେଖି, ଏବେ ମୋର କୋଉ ଦାନଟା ପଡ଼ିବ? ମୁଁ ମୁହଁ ମୋଡ଼ିଦିଏ। ତୁମେ ବି ଅନୁରୂପ ମୁହଁଟାକୁ ମୋଡ଼ିଦିଅ। ମୁଁ ତୁମକୁ ବହୁତ ରାଗେ, ଦେଖିଲେ ଚିଡ଼େ। କିନ୍ତୁ ଯେଉଁଦିନ ତୁମେ ଆମ ଘରକୁ ନ ଆସ, ଜମା ଭଲ ଲାଗେନି। ଖାଲି ଏପଟ ସେପଟ ହେଇ ଭାବେ ତୁମେ କେତେବେଳେ ଆସିବ କେଜାଣି। ଅଜବ ମୋର ପ୍ରକୃତି। ଜାଣିପାରେନି ତୁମ ଉପରେ ଚିଡ଼େ କାହିଁକି, ପୁଣି ତୁମ ଆସିବା ବାଟକୁ ଏମିତି ଚାହିଁ ରହେ କାହିଁକି? ମୁଁ ଏକୁଟିଆ ଏମିତି, ନା ଦୁନିଆର ସବୁ ଝିଅ ଏମିତି? ତୁମକୁ ଅନେକ କଥା କହିବାର ଥିଲା, କହିପାରିନି ବୋଲି ବୋଧହୁଏ ଆଜି ତୁମକୁ ମନେ ମନେ ଖୋଜୁଛି। କହିଦେଇଥିଲେ ହୁଏତ କଥାଟା ସରିଯାଇଥାନ୍ତା। ବାହାଇ ଆସିଲା ବେଳେ ନୂଆଉ କହିଥିଲେ, ମନ କଥା ମନରେ ରଖିବ। ମନ ତଳର ଗୋପନ କଥାକୁ କେବେ ବି ଚେଷ୍ଟା କରିବନି କାହାକୁ କହିବା ପାଇଁ। ପୁରୁଷ ପୁଅ ବଡ଼ ଚତୁର। କଥା ଛଳରେ ସବୁ କଥା ଆଦାୟ କରିନେବେ ତୁମଠୁ। ତାପରେ ଝଡ଼। ସଂସାର ଭିତରେ ଏଭଳି ପରିସ୍ଥିତି ଆସିବାକୁ ଦବନି କେବେ। ଇଚ୍ଛା ନଥିଲେ ବି ଭଲ ସ୍ତ୍ରୀଟିଏ ହେବାର ଅଭିନୟ କରିବ। ଦେଖିବ ସେଇ ଅଭିନୟ ଦିନେ ସତ ହେଇ ତୁମ ଦୁନିଆକୁ ସୁନ୍ଦର କରିଦେବ। ଠିକ୍ କହିଥିଲେ ନୂଆଉ। ମନ କଥାକୁ ମନ ଭିତରେ ଚାପି ରଖିଛି ବୋଲି ତ ମୋ ସଂସାରରେ ଝଡ଼ ନାହିଁ। ସମୟ ପାଇଲେ ତୁମ କଥାକୁ ଭାବି ଭାବି ଗୋଟେ ଅଜଣା ଖୁସିରେ ମୁଁ ଆତ୍ମହରା ହେଇଯାଉଛି। ସତରେ ଆମ ଭଲ ପାଇବାର ଭାଷା କେତେ ସରଳ ଆଉ ସୁନ୍ଦର କହିଲ, ଯାହାକୁ ଯେତେ ପଢ଼ିଲେ ବି ପୁଣି ଇଚ୍ଛା ହେଉଛି ପଢ଼ିବାକୁ। ମୋ 2 ଝିଅ ରାଣୀ ଓ ମାଣିକ ଏବେ ବଡ଼ ହେଇଗଲେଣି। 2 ଜଣ ଯାକ ସାଙ୍ଗ ହୋଇ ପାଖ ସ୍କୁଲକୁ ଯାଉଛନ୍ତି। ଘରେ ବେଳେବେଳେ କଳିଗୋଳ ଲାଗୁଛନ୍ତି ଛୋଟିଆ ଛୋଟିଆ କଥାରେ। ତାଙ୍କୁ ଦେଖିଲେ ମନେ ପଡ଼ୁଛି ମୋ ସାନ ଭଉଣୀ କଥା।
ସବୁବେଳେ ତାର ମୋର ଝଗଡ଼ା। ମୁଁ ପଦେ କହିଲେ ସେ ଦିପଦ କହିବ। ଜେଜେମା ସହ ତାର ଜମା ପଡ଼େନି। ରାଗିବ ଯଦି 3 ଦିନ ଖାଇବନି। ପଡ଼ିଶା ଘର ସାବିନ ଆସି ଅନେକ ଥର ବୁଝାନ୍ତି ତାକୁ। ବେଳେବେଳେ ବୋଉ ବି ଡାକି ଡାକି ଥକେ। ବାଡ଼ିକୁ ଶୌଚ ହେବା ପାଇଁ ବୋଉ ପଳେଇଲେ ବାଡ଼ିପଟ କାନ୍ଥରେ ଯାଇ ଚକ୍ ଖଡ଼ିରେ ଲେଖିଦିଏ, ଆଉ ଥରେ ଡାକିଲେ ମୁଁ ଖାଇବି। ବୋଉ ବାଡ଼ିରୁ ଫେରିଲା ବେଳେ ତା କାନ୍ଥ ଲେଖା ପଢ଼େ। ହସି ହସି ଆସି ଜେଜେମାଙ୍କୁ କୁହେ। ଜେଜେମା କହେ, ଯା ସେ ଚଣ୍ଡୀକୁ ଶୀଘ୍ର ଡାକେ ଖାଇବାକୁ, ନହେଲେ ପାନରୁ ଚୂନ ଖସିଯିବ ଯଦି ଗଲା। ଭାରି ରାଗି ମୋ ସାନ ଭଉଣୀ। ମୁଁ ଥରେ ତାକୁ ଅନ୍ଧାରରେ ଡରେଇ ଦେଇଥିଲି ବୋଲି ସେ କେତେଥର ମୋତେ ଡରେଇଛି ଯେ ତାର ହିସାବ ନାହିଁ। ଥରେ ଥରେ ଅନ୍ଧାର ରାତିରେ ମୁଁ ଘର ଭିତରକୁ ପଶିଲା ବେଳେ ସେ ଭିତରୁ ଥାଇ ଏମିତି ହାଉ ହାଉ କହିବ ଯେ ମୁଁ ଡରିକି କେତେଥର ହାଉଳି ଖାଇଛି। ଥରେ ଭୟରେ ପଡ଼ିକି ମୋ ମୁଣ୍ଡ ଫାଟି ଯାଇଥିଲା। କିନ୍ତୁ ବାହାରେ ଯଦି ମୋତେ କେହି କିଛି ଟିକିଏ କହିବ ସେ ଜମା ଛାଡ଼ିବନି। ଅଣ୍ଡିରା ଚଣ୍ଡୀଙ୍କ ପରି ସାଇକେଲ ଚଳେଇବ, ପୁଣି 2 ଜଣଙ୍କୁ ବସେଇ। ମୁଁ ତା ସାଇକେଲରେ ବସିବାକୁ ଡରେ, କେଉଁଠି କାଳେ ପକେଇଦେବ। ନନା ନଥିଲେ ଖରାବେଳ ସାରା ନ ଶୋଇ ଗାଁର ଏମୁଣ୍ଡରୁ ସେମୁଣ୍ଡ ଯାଏ ସାଇକେଲ ଚଢ଼ି ବୁଲୁଥିବ। ବୋଉଠାରୁ ମାଡ଼ ବି ଖାଇଛି ଅନେକ ଥର ଏଇଥିପାଇଁ। ହେଲେ ଏବେ ଶାଶୁଘରେ ସୁନା ବୋହୂ, ସମସ୍ତଙ୍କୁ ନିଜର କରିପାରିଛି ସିଏ। ବଡ଼ ବୋହୂ ବୋଲି ଶାଶୁ ଶ୍ୱଶୁର ସମସ୍ତେ ଗେହ୍ଲା କରନ୍ତି ତାକୁ। ଯାହା ହଉ ସାନ ଭଉଣୀଟା ମୋର କେତେ ଖୁସିରେ ଅଛି। ମୋ ଶାଶୁଙ୍କ ଉପରେ ବହୁତ ରାଗେ ସିଏ। ସେଇଥିପାଇଁ ମୁଁ ତାକୁ ଏଠିକି କେବେ ଆସିବାକୁ ଡାକେନି କି ମୋ ଶାଶୁଘର କଥା ତାକୁ କିଛି କହେନି। ତଥାପି କେମିତି ସବୁ ଜାଣିଲା ପରେ ମୋତେ କେତେ ପ୍ରଶ୍ନ ପଚାରେ। ମୁଁ ମିଛ କହେ ତାକୁ। ସେ ମୋତେ ଥଟ୍ଟା କରି କହେ, ଏତେ ସହିବା ଭଲ ନୁହେଁ। ସହି ସହି କ'ଣ ସ୍ୱର୍ଗ ପ୍ରାପ୍ତି ହେବୁ? ସେଥିରେ କ'ଣ ମିଳିବ? ମଣିଷ ଜୀବନ ପାଇଛୁ, ଭଲରେ ବଞ୍ଚିବା ଶିଖ। ମୁଁ ନୀରବ ରହି ତା କଥା ଶୁଣି। ଉତ୍ତର ଦେଲେ ତାକୁ ପାରିବିନି। ବହୁତ ଯୁକ୍ତି କରିବ ସିଏ ମୋ ସହ। ଶାଶୁ ଆସି କହିଲେ, 2 ଭଉଣୀ ଖୁମ୍ପୁରା ଖୁମ୍ପୁରି ହେଇ କେଁ କାଁ ହେଉଛନ୍ତି, ଅଥଚ ତୁ ମାଆଟା ହେଇ ଏଇଠି ବସିଛୁ ଚୁପଚାପ। ଧନ୍ୟ କହିବ ତତେ। ମୁଁ ସଙ୍ଗେ ସଙ୍ଗେ ଉଠିଯାଇ ଝିଅ 2 ଜଣଙ୍କୁ ବୁଝାସୁଝା କରି ଶାନ୍ତ କରେଇଲି। ଅନେକ ସମୟରେ ଏମିତି ଅନ୍ୟମନସ୍କ ହେଇଯାଏ ମୁଁ। ଶାଶୁ ବହୁତ ରାଗନ୍ତି ମୋ ଉପରେ। ଏବେ ଅବଶ୍ୟ ଟିକେ ରାଗିବା କମେଇ ଦେଇଛନ୍ତି। ଏହି ସମୟରେ ଶ୍ୱଶୁର ବାଦାମ 2 ପୁଡ଼ି ଆଣି ଧରେଇ ଦେଲେ ମୋ 2 ଝିଅଙ୍କୁ। ବାସ୍ ଖୁସିରେ ଖାଇ ବସିଲେ 2 ଜଣ। ମୁଁ ଲୁଗା ଧୋଇବାକୁ କୂଅ ମୂଳକୁ ଗଲି। ସଞ୍ଜ ହେଇ ଆସୁଥିଲା। ଚଉରା ମୂଳେ ସଞ୍ଜ ଦେଇ ସାରି ରାତି ପାଇଁ ପୁଣି ରୋଷେଇବାସ କରିବି। ବହୁତ ମନେ ପଡ଼ୁଥିଲା ତୁମ କଥା। ଏମିତି କେତେ ସଞ୍ଜ ବିତିଛି ତୁମ ସହ। ସବୁଦିନ ସଞ୍ଜବେଳେ ପ୍ରାୟ ତୁମେ ଆମ ଘରକୁ ଆସ। ହାତରେ ବାଦାମ ହେଉ କି ବୁଟ ଭଜା ପୁଡ଼ିଆଟେ ଧରି ଖାଇ ଖାଇ ଆସ। ଆମ ଘରେ ପହଞ୍ଚିଲା ମାତ୍ରେ ଆଉ ଯାହା ବଳିଥାଏ ବଢ଼େଇ ଦିଅ ସାନ ଭଉଣୀ ହାତକୁ। କୂଅ ଚାନ୍ଦିନୀ ଉପରେ ଜେଜେମା ସପ ପକେଇ ଦେଇ ଗଡ଼ପଡ଼ ହେଉଥାଏ। ତୁମେ ଆସି ବସିପଡ଼ ତାରି ପାଖରେ। କଲେଜରେ କ'ଣ କ'ଣ ସବୁ ଘଟିଲା ଜେଜେମାକୁ କୁହ। ଜେଜେମା କହେ, ପାଠ ପଢ଼ିବାକୁ ଯାଉଛୁ ନା ଏଇ ଟୋକା ଟୋକି ଗୁଡ଼ାଙ୍କ ନାଟ ତାମସା ଦେଖିବାକୁ ଯାଉଛୁ ରେ ଟୋକା? ଆମେ ସବୁ ହସୁ। ଚାନ୍ଦିନୀ ଉପରେ ବସୁ ବସୁ ଅନ୍ଧାରରେ କେତେଥର ଚିମୁଟି ଦେଇଛ ତୁମେ ମୋତେ। ଥରେ ମୁଁ ଜେଜେମାର ଗୋଡ଼ ପାଖକୁ ଘୁଞ୍ଚି ଆସିଥିଲି। ତୁମେ ମୋ ହାତ ଭାବି ଜେଜେମା ହାତକୁ ଚିମୁଟି ଦେଲ। ଜେଜେମା ବଡ଼ ପାଟି କରି ଗାଳିଦେଲା ତୁମକୁ, ହଇରେ ଛତରା ଟୋକା, କ'ଣ ଭାବି ମୋ ହାତଟାକୁ ଏମିତି ଚିମୁଟି ଦେଲୁ କିରେ? ଆମେ ଜୋରରେ ହସି ଉଠିଲୁ। ତୁମ ମୁହଁରୁ ଲାଜରେ ଆଉ କଥା ବାହାରୁ ନଥାଏ। ତଥାପି କହିଲ, ନାଇଁଲୋ ଜେଜେମା, ମୁଁ କାହିଁକି ଚିମୁଟିବି? ଜନ୍ଦା କି ପିମ୍ପୁଡ଼ି କାମୁଡ଼ି ଦେଇଥିବ ବୋଧେ। ଲଣ୍ଠନଟା ଆଣିବାକୁ ସାନ ଭଉଣୀକୁ କହିଲା ଜେଜେମା। ମୁଁ ଦାନ୍ତ ଚିପି ଚିପି ହସୁଥିଲି। ଦେଖିଲି ଲଣ୍ଠନ ଆଲୁଅରେ ତୁମେ ମୋ ମୁହଁଟାକୁ ବଡ଼ ବଡ଼ ଆଖିରେ ଚାହିଁଛ। ସବୁ ମନେ ପଡ଼ିଯାଉଛି ଗୋଟି ଗୋଟି ହେଇ। ଆଉ ଥରକର ଘଟଣା। ମୋତେ ଭାବି କୂଅମୂଳେ ଜେଜେମାର ହାତଟାକୁ ଧରି ପକେଇଥିଲ। ଢେର ଗାଳି କରିଥିଲା ବି ଜେଜେମା ସେଦିନ ତୁମକୁ। ସେଇଥିପାଇଁ ଜେଜେମା ତୁମକୁ ସନ୍ଦେହ କରେ। ତୁମେ ସିଧା ସିଧା ଆମ ଘର ଭିତରକୁ ଯେତେବେଳେ ପଶି ଆସ ସେତେବେଳେ ଜେଜେମା କହେ, ଘର ଭିତରକୁ କ'ଣ ପଶି ଯାଉଛୁ କିରେ, ଏଇଠି ବସୁନୁ। ମାଇଚାଟା କିରେ? ଜେଜେମା ତୁମକୁ ଗୋଡ଼େ ଗୋଡ଼େ ଜଗିଥାଏ। ଏବେ ଭାବୁଛି ତୁମେ କେତେ ଚେଷ୍ଟା କରି ମଧ୍ୟ ମୋତେ ଥରେ ହେଲେ ବି ଛୁଇଁ ପାରୁନଥିଲ। ବୋଧେ ମୁଁ ତୁମର ହେଇପାରିବିନି ବୋଲି। କିନ୍ତୁ ତୁମର ନ ହେଇପାରି ମଧ୍ୟ ତୁମ ପ୍ରତି ମୋର ଯେତିକି ଭଲ ପାଇବା ଅଛି, ତୁମର ହେଇଯାଇଥିଲେ ହୁଏତ ସେତିକି ଭଲ ପାଇବା ନଥାନ୍ତା ମୋ ହୃଦୟରେ। ଦେହଟାକୁ ସିନା ଦେଇ ଦେଇଛି ଆଉ କାହାକୁ, ହେଲେ ମନଟାକୁ ଏଯାଏ ତୁମ ଛଡ଼ା ଆଉ କାହାକୁ ଦେଇପାରେନି। ହଁ, ଏଇ ତ ଭଲ ପାଇବାର ଭାଷା, ଯାହାକୁ କେବଳ ମନେ ମନେ ପଢ଼ି ହୁଏ ସିନା, ଶବ୍ଦ କରି କାହାକୁ ଜଣେଇ ହୁଏନି।